ଆପଣଙ୍କ ଜାତକରେ ଶନି ଯେଉଁ ଘରେ ରୁହନ୍ତି ସେ ଘରର କାରକର ଇଚ୍ଛା ଆପଣଙ୍କ ମନରେ ଶେଷ ନ ହେବା ପର୍ଯ୍ୟନ୍ତ ଶନି ଆପଣଙ୍କୁ ସେ ଘରର ଶୁଭ ଫଳ ଦିଅନ୍ତି ନାହିଁ। ମୁଁ ଗୋଟେ ଉଦାହରଣ ସବୁ ବୁଝେଇ ଦେଉଛି। ଆପଣଙ୍କୁ ଯଦି ଧରନ୍ତୁ ଚତୁର୍ଥ ଘରେ ଅଛନ୍ତି ଶନି, ଚତୁର୍ଥ ଘର ହେଉଛି ଆମର ସୁଖ ସୁବିଧାର ଘର, ଘର ଗାଡ଼ି ପ୍ରପର୍ଟି ଏସବୁ ଜିନିଷର ସୁଖ ମିଳେ ଚତୁର୍ଥ ଭାବରୁ। ତେଣୁ ଏ ଭାବରେ ଯଦି ଶନି ଅଛନ୍ତି, ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ମନରୁ ଏ ଭାବର ଇଚ୍ଛା, ଘର କରିବାର ଇଚ୍ଛା, ପ୍ରପର୍ଟି କରିବାର ଇଚ୍ଛା, ଗାଡ଼ି କରିବାର ଇଚ୍ଛା, ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ମନରୁ ସେସବୁ ହଟିନି ସେ ପର୍ଯ୍ୟନ୍ତ ଆପଣ ସେସବୁ ଜିନିଷ କରିପାରିବେନି। ଯେଉଁ ପର୍ଯ୍ୟନ୍ତ ଆପଣ ସବୁବେଳେ ମନରେ ଭାବୁଥିବେ ମୁଁ ଘର କରିବି, ଗାଡ଼ି କରିବି, ଜାଗା କିଣିବି, ଏସବୁ ଜିନିଷ ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ମନକୁ ଆସୁଥିବ ସେ ପର୍ଯ୍ୟନ୍ତ ଆପଣ ଲକ୍ଷ୍ୟ କରିବେ, ସେ ପର୍ଯ୍ୟନ୍ତ ଜମା ବି ହେଇପାରିବନି। ଆଉ ଶନି ବୃଦ୍ଧ ଅବସ୍ଥାରେ ହିଁ ଆପଣଙ୍କର ଏ ସୁଖକୁ, ଆପଣଙ୍କର ଏ ଇଚ୍ଛାକୁ ପୂର୍ଣ୍ଣ କରିବେ। ଯେଉଁ ପର୍ଯ୍ୟନ୍ତ ଯେତେବେଳେ ବୃଦ୍ଧ ହେବା ପରେ ଆପଣଙ୍କୁ ସବୁ ପ୍ରକାର ଇଚ୍ଛା ଯେତେବେଳେ ସମାପ୍ତ ହେଇଯାଏ, ଆପଣଙ୍କ ମନରୁ ଯେତେବେଳେ ସବୁ ପ୍ରକାର ଇଚ୍ଛା ସରିଯାଏ, ସେତେବେଳେ ହିଁ ଶନି ଆପଣଙ୍କୁ ଏସବୁ ଜିନିଷ ଦିଅନ୍ତି।